ପାଉଲୋ କୋଏଲହୋଙ୍କ ଦ ଆଲକେମିଷ୍ଟ ଏମିତି ଗୋଟେ ବହି ଯେ ମାନେ ସାରା ଦୁନିଆରେ ଏହାର ଜାଗା ଅଲଗା ଆଉ କେତେ ଲୋକ ଯେ ଏହାକୁ ପଢ଼ି ପ୍ରେରଣା ପାଇଛନ୍ତି। ତ ଆଜି ଆମେ ଏଇ ବହି ବିଷୟରେ ଟିକେ ଗଭୀରକୁ ଯିବା। ଆମ ପାଖରେ ଗୋଟେ ଭଲ ସମୀକ୍ଷା ଅଛି ଏ ବହି ଉପରେ। ଏଥିରେ ପୁରା କାହାଣୀ, ତାର ମୂଳ କଥା କ'ଣ, ଲେଖା ଷ୍ଟାଇଲ ଆଉ କେମିତି ଏହା ସବୁଆଡ଼େ ଏତେ ପ୍ରଭାବ ପକେଇଲା ସେସବୁ ଦିଆହେଇଛି। 1988ରେ ବାହାରିଥିଲା ଆଉ ଏବେ ତ ବାବରେ ବାପ 80ର ଅଧିକ ଭାଷାରେ ଅନୁବାଦ ହିଁ କୋଟି କୋଟି କପି ବିକ୍ରି ସରିଲାଣି। ତେବେ ଆମେ ଆଜି ବୁଝିବାକୁ ଚେଷ୍ଟା କରିବା କାହିଁକି ଏଇ ବହିଟା ଏତେ ଫେମସ୍ ହେଲା। ଏତେ ସରଳ କାହାଣୀ ପରି ଲାଗୁଛି କିନ୍ତୁ ଏହା ଭିତରେ କୋଉ ବଡ଼ କଥା ଲୁଚିଛି। ଖାଲି ଗୋଟେ ମେଷପାଳକର କାହାଣୀ ତ ନୁହେଁ ନା? ନା ନା, ବିଲକୁଲ ନୁହେଁ। ଏଇଟା ତାଠୁ ବହୁତ ବେଶୀ। ଏଥିରେ ଦେଖିବେ ଦର୍ଶନ ଅଛି, ଆଧ୍ୟାତ୍ମିକ କଥା ଅଛି, ଆଡଭେଞ୍ଚର ବି ଅଛି, ଆଉ ସବୁଠୁ ବଡ଼ କଥା ହେଲା ନିଜ ଭାଗ୍ୟକୁ ଖୋଜିବାର ଗୋଟେ ଯାତ୍ରା। ବାହାରୁ ଦେଖିଲେ ସରଳ ଲାଗିପାରେ କିନ୍ତୁ ଭିତରର କଥାଟା ବହୁତ ଗଭୀର। ଚାଲନ୍ତୁ ଟିକେ ଭଲକି ଦେଖିବା ଏହାର ଭିତରକୁ। ଠିକ୍ ଅଛି, ତେବେ କାହାଣୀରୁ ହିଁ ଆରମ୍ଭ କରିବା। ମୂଳ ଚରିତ୍ର ହେଲା ସାଣ୍ଟିଆଗୋ, ସ୍ପେନ୍ର ଆଣ୍ଡାଲୁସିଆ ଅଞ୍ଚଳର ଜଣେ ସାଧାରଣ ମେଷ ଚରଉଥିବା ପିଲା। ତା ଜୀବନରେ ଗୋଟେ ଅଜବ ସ୍ୱପ୍ନ ଆସୁଛି ବାରମ୍ବାର। ହଁ, ସେଇ ସ୍ୱପ୍ନଟା କି ଦୂର ଇଜିପ୍ଟର ପିରାମିଡ ପାଖରେ ଗୋଟେ ବଡ଼ ଗୁପ୍ତଧନ ଅଛି ତା ପାଇଁ। ଆଚ୍ଛା। ଆଉ ଏଇ ଯୋଉ ବାରମ୍ବାର ସ୍ୱପ୍ନ ଦେଖିବା କଥାଟା, ସେଇଟା ତା ଜୀବନର ମୋଡ଼ ବଦଳେଇ ଦଉଛି। ଖାଲି ସ୍ୱପ୍ନ ହେଇ ରହୁନି, ଗୋଟେ ଆହ୍ୱାନ ପାଲଟି ଯାଉଛି। ତାକୁ ଲାଗୁଛି ଯେ ନିଜର ସବୁଦିନିଆ ଜୀବନ ଛାଡ଼ି ଗୋଟେ ଅଜଣା ଯାତ୍ରାରେ ବାହାରିବା ଦରକାର। ଏଇ ଯାତ୍ରାଟାକୁ ହିଁ କୁହାଯାଉଛି ନିଜର ପର୍ସନାଲ ଲେଜେଣ୍ଡ ବା ବ୍ୟକ୍ତିଗତ କିମ୍ବଦନ୍ତୀ ଖୋଜିବା। ମାନେ ଜଣକର ଜୀବନର ପ୍ରକୃତ ଉଦ୍ଦେଶ୍ୟ କ'ଣ, ତାର ନିଜ ବାଟ କୋଉଟା, ଏଇ କନସେପ୍ଟଟା ପୁରା ବହିର ମୂଳ ଆଧାର, ବୁଝିଲେ? ଆଚ୍ଛା, ତେବେ ଏ ଯାତ୍ରା ତ ନିଶ୍ଚୟ ବହୁତ ଲମ୍ବା ଆଉ କଷ୍ଟକର ଥିବ। ସେ କ'ଣ ଏକା ଯାଉଛି? ନା, ଏକା ନୁହେଁ। ବାଟରେ ବହୁତ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ଭେଟୁଛି। ଯେମିତି ପ୍ରଥମେ ଭେଟୁଛି ମେଲଚିଜେଡେକକୁ। ହଁ, ସେ ବୃଦ୍ଧ ଜଣକ। କିଏ ସେ? ସେ ନିଜକୁ କହୁଛନ୍ତି ସାଲେମର ରାଜା, ଗୋଟେ ରହସ୍ୟମୟ ଚରିତ୍ର। ସେ ହିଁ ସାଣ୍ଟିଆଗୋକୁ ପର୍ସନାଲ ଲେଜେଣ୍ଡର ଗୁରୁତ୍ୱ ବୁଝାଉଛନ୍ତି ଆଉ ତାକୁ ସାହସ ଦେଉଛନ୍ତି ସ୍ୱପ୍ନ ପଛରେ ଯିବା ପାଇଁ। ଆଚ୍ଛା। ତାଙ୍କ ରୋଲ୍ ବହୁତ ଇମ୍ପର୍ଟାଣ୍ଟ। ଖାଲି କହିଦେଉନାହାନ୍ତି, ବରଂ ସାଣ୍ଟିଆଗୋର ଆତ୍ମବିଶ୍ୱାସ ବଢ଼ାଉଛନ୍ତି। ସେ ଗୋଟେ ବଡ଼ କଥା କହୁଛନ୍ତି ଯେ ଯେତେବେଳେ ତମେ ସତରେ କିଛି ଚାହିଁବ ନା, ପୁରା ବ୍ରହ୍ମାଣ୍ଡ ଲାଗି ପଡ଼ିବ ତମକୁ ସାହାଯ୍ୟ କରିବା ପାଇଁ। ବାଃ, ଏଇଟା ତ ଗୋଟେ ମୂଳ ମନ୍ତ୍ର ଭଳି। ହଁ, ସାଣ୍ଟିଆଗୋ ପାଇଁ ସେମିତି ହିଁ କାମ କରୁଛି। ତାପରେ ଆଗକୁ ଆଫ୍ରିକା ଯାଉଛି ସେ, ମରୁଭୂମିରେ। ହଁ, ଆଫ୍ରିକାରେ ସେଇ ପ୍ରଚଣ୍ଡ ଖରା, ମରୁଭୂମି, ସେଠି ସେ ଜଣେ ଇଂରେଜ ଲୋକ ସାଙ୍ଗରେ ଯାଉଛି। ଇଂରେଜ ଲୋକ? ସେ କ'ଣ କରୁଛି ସେଠି? ସେ ଲୋକଟା ବହି ପଢ଼ିବାରେ ବ୍ୟସ୍ତ। ଆଉ ସେ ଆଲକେମିର ରହସ୍ୟ ଖୋଜୁଛି, ବିଶେଷ କରି ସେ ପରଶମଣି କଥା। ତାଠୁ ସାଣ୍ଟିଆଗୋ ପ୍ରଥମ ଥର ପାଇଁ ଆଲକେମି ବିଷୟରେ ଶୁଣୁଛି। ଆଚ୍ଛା, ଆଉ ତାପରେ ଆସୁଛି ଫାତିମା, ନୁହେଁ କି? ହଁ, ମରୁଭୂମି ଭିତରେ ଗୋଟେ ଓଏସିସ୍ରେ ଦେଖାଉଛି ଫାତିମା ସାଙ୍ଗରେ। ବହୁତ ସୁନ୍ଦରୀ ମରୁଭୂମିର ଝିଅ। ଆଉ ସାଣ୍ଟିଆଗୋ ତା ପ୍ରେମରେ ପଡ଼ିଯାଉଛି। ଏକଦମ ଦେଖୁ ଦେଖୁ ପ୍ରେମ। କିନ୍ତୁ ଫାତିମା ତା ଜୀବନରେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣୁଛି। କେମିତି? ଏଠି ପ୍ରେମଟା ଅଲଗା ପ୍ରକାରର। ମାନେ ଏମିତି ପ୍ରେମ ନୁହେଁ ଯେ ବାନ୍ଧି ରଖିବ, ବରଂ ଏ ପ୍ରେମ ତାକୁ ଆହୁରି ମୁକ୍ତ କରୁଛି। ଫାତିମା ଚାହୁଁଛି ସାଣ୍ଟିଆଗୋ ତାର ସ୍ୱପ୍ନ ପୂରଣ କରୁ। ଆଚ୍ଛା। ସେ ବିଶ୍ୱାସ କରୁଛି ଯେ ସତ ପ୍ରେମ କେବେ ବି ପର୍ସନାଲ ଲେଜେଣ୍ଡର ବାଟରେ ବାଧା ଦିଏନି, ବରଂ ସାହାଯ୍ୟ କରେ। ବହୁତ ପରିପକ୍ୱ ଆଉ ନିଃସ୍ୱାର୍ଥପର ପ୍ରେମର ଉଦାହରଣ ଏଇଟା। ବହୁତ ବଢ଼ିଆ। ଆଉ ତାପରେ ଶେଷରେ ଯାହା ନାଁରେ ବହିଟା, ଆଲକେମିଷ୍ଟ। ହଁ, ଶେଷରେ ଆସୁଛନ୍ତି ଦ ଆଲକେମିଷ୍ଟ। ସେ ଓଏସିସ୍ରେ ରହୁଥାନ୍ତି, ଅତି ଜ୍ଞାନୀ, ଶକ୍ତିଶାଳୀ ଆଉ ପୁରା ରହସ୍ୟମୟ। ସେ ହେଉଛନ୍ତି ସାଣ୍ଟିଆଗୋର ପ୍ରକୃତ ଗୁରୁ ବା ମାର୍ଗଦର୍ଶକ। ସେ ତାକୁ କ'ଣ ଶିଖଉଛନ୍ତି? ସେ ଖାଲି ପିରାମିଡର ବାଟ ଦେଖୁନାହାନ୍ତି, ସେ ତାକୁ ଜୀବନର ଗଭୀର ସତ୍ୟ ବୁଝାଉଛନ୍ତି। କେମିତି ଦୁନିଆର ଭାଷା ବୁଝିହୁଏ, ମାନେ ସୋଲ୍ ଅଫ୍ ଦ ୱାର୍ଲ୍ଡ କଥା। କେମିତି ପ୍ରକୃତିର ସଂକେତ ପଢ଼ିହୁଏ। ଓହୋ। କେମିତି ନିଜର ହୃଦୟର କଥା ଶୁଣିହୁଏ। ଆଉ ସବୁଠୁ ବଡ଼ କଥା, ଭୟକୁ କେମିତି ଜିତି ହୁଏ। ସେ ସାଣ୍ଟିଆଗୋକୁ ଖାଲି ବାହାର ଯାତ୍ରାରେ ନୁହେଁ, ତା ଭିତର ଯାତ୍ରାରେ ବି ସାହାଯ୍ୟ କରୁଛନ୍ତି। ତାମାନେ ତାକୁ ପୁରା ବଦଳି ଦେଉଛନ୍ତି। ଏକଦମ ଗୋଟେ ସାଧାରଣ ମେଷପାଳକରୁ ଜଣେ ଆତ୍ମଜ୍ଞାନୀ ବ୍ୟକ୍ତିରେ ପରିଣତ କରୁଛନ୍ତି। ଆଉ କାହାଣୀର ଶେଷଟା? ସେଠି କ'ଣ ହେଉଛି? କଣତି ନା ଶେଷଟା ବଡ଼ ଆଶ୍ଚର୍ଯ୍ୟଜନକ। ହଁ, ବହୁତ କଷ୍ଟ ପରେ ସାଣ୍ଟିଆଗୋ ଯେତେବେଳେ ପିରାମିଡ ପାଖରେ ପହଞ୍ଚୁଛି, ସେଠି କିଛି ଗୁପ୍ତଧନ ନାହିଁ। କ'ଣ କହୁଛନ୍ତି? ଏତେ ବାଟ ଯିବା ପରେ? ହଁ,
ଓଲଟା ସେଠି କିଛି ଡକାୟତ ତାକୁ ଆକ୍ରମଣ କରୁଛନ୍ତି, ଆଉ ସେଇ ଡକାୟତମାନଙ୍କ କଥାରୁ ହିଁ ସେ ଜାଣିବାକୁ ପାଉଛି ଯେ ପ୍ରକୃତ ଗୁପ୍ତଧନଟା କୋଉଠି ଅଛି। କୋଉଠି? ସେ ଯୋଉ ଆଣ୍ଡାଲୁସିଆର ପୁରୁଣା ଭଙ୍ଗା ଚର୍ଚ୍ଚରୁ ଯାତ୍ରା ଆରମ୍ଭ କରିଥିଲା, ଠିକ୍ ସେଇଠି ମାଟି ତଳେ। ବାପରେ, ତାମାନେ ଏତେ ଯାତ୍ରା ପରେ ପୁଣି ଫେରିବାକୁ ହେଲା? ହଁ, ଏଇ ଶେଷଟା ହିଁ ପୁରା କାହାଣୀର ସାର କଥା। ଏଇଟା ଦେଖଉଛି ଯେ ବେଳେବେଳେ ଆମେ ଯାହା ପାଇଁ ବହୁତ ଦୂର ଯାଉ, ସେଇଟା ଆମ ପାଖରେ ହିଁ ଥାଏ। କିନ୍ତୁ ତାକୁ ପାଇବା ପାଇଁ ବୋଧେ ସେ ଲମ୍ବା ଯାତ୍ରାଟା କରିବା ନିହାତି ଦରକାର। ସେ ଯାତ୍ରା ହିଁ ଆମକୁ ସେ ଜିନିଷ ପାଇବାର ଯୋଗ୍ୟ କରାଏ। ଗୁପ୍ତଧନଟା ତ ଗୋଟେ ସିମ୍ବଲ। ପ୍ରକୃତ ସମ୍ପଦ ହେଲା ସେ ଯାତ୍ରାରୁ ମିଳିଥିବା ଅନୁଭୂତି, ଜ୍ଞାନ ଆଉ ନିଜ ଭିତରର ପରିବର୍ତ୍ତନ। ବହୁତ ଗଭୀର କଥା। ଆଚ୍ଛା, ଏବେ ଆସନ୍ତୁ ଏହାର ମୁଖ୍ୟ ବାର୍ତ୍ତାଗୁଡ଼ିକ ବିଷୟରେ ଟିକେ ଆଲୋଚନା କରିବା। ସବୁଠୁ ବଡ଼ କଥା ତ ସେଇ ପର୍ସନାଲ ଲେଜେଣ୍ଡ। ହଁ, ପର୍ସନାଲ ଲେଜେଣ୍ଡ ମାନେ ନିଜ ଭିତରର ସ୍ୱପ୍ନ କ'ଣ, ନିଜ ଜୀବନର ଅସଲ ଲକ୍ଷ୍ୟ କ'ଣ, ତାକୁ ଚିହ୍ନିବା। ଆଉ ଖାଲି ଚିହ୍ନିବା ନୁହେଁ, ସାହସ କରି ତା ପଛରେ ଯିବା। ଏଇଟା ହିଁ ବହିର ମୂଳ ଆହ୍ୱାନ। ଏବଂ ଏହା କେବଳ ନିଜ ପାଇଁ ନୁହେଁ ବୋଧେ? ନା, କୋଏଲ୍ହୋ ଏହାକୁ ଏକ ଆଧ୍ୟାତ୍ମିକ କର୍ତ୍ତବ୍ୟ ପରି ଦେଖିଛନ୍ତି। ସେ କହୁଛନ୍ତି ନିଜ ପର୍ସନାଲ ଲେଜେଣ୍ଡକୁ ପୂରଣ କରିବା ହିଁ ହେଉଛି ମଣିଷର ଏକମାତ୍ର ଅସଲ ଦାୟିତ୍ୱ। ଆଉ ଯେତେବେଳେ ଜଣେ ପୁରା ନିଷ୍ଠାର ସହ ସେ ବାଟରେ ଚାଲେ, ସେତେବେଳେ ବ୍ରହ୍ମାଣ୍ଡ ସାହାଯ୍ୟ କରେ। ହଁ, ସେଇ କଥା। କେବଳ ନିଜେ ନୁହେଁ, ପୁରା ସୃଷ୍ଟି ତା ସହ ଯୋଡ଼ି ହେଇଯାଏ। ସେଇ ୟୁନିଭର୍ସ କନ୍ସ୍ପାୟର୍ସ ଟୁ ହେଲ୍ପ ୟୁ ବାଲା କଥା। ଏଇଟା ପାଠକ ମନରେ ଗୋଟେ ବଡ଼ ଆଶା ଆଉ ପଜିଟିଭିଟି ଆଣେ। ଆଉ ଗୋଟେ କଥା ମୋର ମନେ ପଡ଼ୁଛି, ବର୍ତ୍ତମାନରେ ବଞ୍ଚିବା। ମରୁଭୂମିର ଲୋକଙ୍କଠୁ ଶିଖୁଛି ସେ। ଏକଦମ। ଅତୀତକୁ ନେଇ ଦୁଃଖ କରିବାନି କି ଭବିଷ୍ୟତ ପାଇଁ ବେଶୀ ଚିନ୍ତା କରିବାନି। ବର୍ତ୍ତମାନ ମୁହୂର୍ତ୍ତଟାକୁ ହିଁ ପୁରା ଜୀଇଁବା। ସାଣ୍ଟିଆଗୋ ଏ କଥା ମରୁଭୂମିରୁ ଆଉ ଆଲକେମିଷ୍ଟଙ୍କଠୁ ଶିଖୁଛି। ଆଉ ଭୟକୁ ଜିତିବା କଥା ବି ଅଛି। ହଁ, ଭୟ ତ ସବୁବେଳେ ଆସିବ। ଯାତ୍ରା ଆରମ୍ଭରେ, ବାଟରେ, ଏପରିକି ଲକ୍ଷ୍ୟ ପାଖାପାଖି ହେଲାବେଳକୁ ବି ହାରିଯିବାର ଭୟ, କ୍ଷତି ହେବାର ଭୟ, ଅଜଣାକୁ ଭୟ। ଆଲକେମିଷ୍ଟ ଗୋଟେ ବଢ଼ିଆ କଥା କହୁଛନ୍ତି। ସେ କହୁଛନ୍ତି ଦୁଃଖ କଷ୍ଟର ଭୟଟା ପ୍ରକୃତ ଦୁଃଖ କଷ୍ଟଠୁ ବି ଅଧିକ ଖରାପ। କିନ୍ତୁ ଯେତେବେଳେ ଜଣେ ନିଜ ସ୍ୱପ୍ନ ପଛରେ ଯାଉଥାଏ, ତା ହୃଦୟ ପ୍ରକୃତରେ କଷ୍ଟ ପାଇନି। କାହିଁକି ନା ସେ ଖୋଜିବାର ପ୍ରତିଟି ମୁହୂର୍ତ୍ତ ହିଁ ଗୋଟେ ସାକ୍ଷାତକାର, ଭଗବାନଙ୍କ ସହିତ, ଚିରନ୍ତନତା ସହିତ। ବାଃ, ଏହା ସହିତ ସଂକେତ ବା ଓମେନ୍ସ କଥା ବି ଅଛି। ସେଗୁଡ଼ା କ'ଣ? ବହିଟା କହୁଛି ଯେ ବ୍ରହ୍ମାଣ୍ଡ ସବୁବେଳେ ଆମ ସହ କଥା ହଉଛି, କିନ୍ତୁ ତାର ଭାଷା ଅଲଗା। ସେ ସଂକେତ ଦେଇ କଥା ହୁଏ। ଯିଏ ଠିକ୍ ବାଟରେ ଯାଉଛି, ସେ ଏଇ ସଂକେତଗୁଡ଼ିକୁ ଦେଖିପାରିବ, ବୁଝିପାରିବ। ସାଣ୍ଟିଆଗୋକୁ ଏମିତି ସଂକେତ ମିଳୁଥିଲା? ହଁ, ତାର ପୁରା ଯାତ୍ରାରେ ଏହି ସଂକେତଗୁଡ଼ିକ ହିଁ ତାକୁ ବାଟ ଦେଖାଉଥିଲେ। ଆଚ୍ଛା। ଆଉ ଏହି ସଂକେତଗୁଡ଼ିକ ବିଶ୍ୱର ଆତ୍ମା ବା ସୋଲ୍ ଅଫ୍ ଦ ୱାର୍ଲ୍ଡ ସହିତ ଯୋଡ଼ା ହେଇଯାଇଛି। ଏଇଟା ଗୋଟେ ଗଭୀର କଥା। ମାନେ ପୁରା ସୃଷ୍ଟି ଗୋଟେ ଜୀବନ୍ତ ଜିନିଷ। ସବୁ କିଛି, ମଣିଷ, ପଶୁ, ପକ୍ଷୀ, ଗଛ, ପଥର, ମରୁଭୂମି, ପବନ, ସବୁ ଗୋଟେ ଅଦୃଶ୍ୟ ସୂତାରେ ବନ୍ଧା। ସମସ୍ତେ ଗୋଟିଏ ଭାଷାରେ କଥା ହୁଅନ୍ତି। ଆଲକେମି ହେଉଛି ସେଇ ବିଶ୍ୱର ଆତ୍ମାକୁ ବୁଝିବା ଆଉ ତା ସହ ମିଶିଯିବାର କଳା। ସାଣ୍ଟିଆଗୋ ଧୀରେ ଧୀରେ ଏଇ ଭାଷା ଶିଖୁଛି। ଶେଷ ଆଡ଼କୁ ସେ ପବନ ଆଉ ସୂର୍ଯ୍ୟ ସାଙ୍ଗରେ ବି କଥା ହେଇପାରୁଛି। ଆଶ୍ଚର୍ଯ୍ୟଜନକ। ମଣିଷ ଓ ପ୍ରକୃତି ଭିତରେ କେତେ ଗଭୀର ସମ୍ପର୍କ। ହଁ, ସେଇଟା ଦେଖାଯାଇଛି। ଆଉ ଗୋଟେ ବିଷୟ ଯାହା ମୋତେ ବହୁତ ଭଲ ଲାଗିଲା, ସେଇ ଯାତ୍ରା ବନାମ ଗନ୍ତବ୍ୟସ୍ଥଳ। ମାନେ ସେ ଗଲା ଏତେ ବାଟ ଗୁପ୍ତଧନ ପାଇଁ, କିନ୍ତୁ ଧନ ଥିଲା ଘର ପାଖରେ। ତେବେ କ'ଣ ଯାତ୍ରାଟା ବେକାର ଥିଲା? ନା, ବିଲକୁଲ ନୁହେଁ। କାରଣ ସେ ଯାତ୍ରା ହିଁ ତାକୁ ବଦଳେଇ ଦେଲା। ସେ ଯୋଉ ଜ୍ଞାନ ପାଇଲା, ଯୋଉ ଅନୁଭୂତି ହେଲା, ଯୋଉ ପ୍ରେମ ପାଇଲା, ଯୋଉ ଆତ୍ମବିଶ୍ୱାସ ଆସିଲା, ସେସବୁ କ'ଣ କୌଣସି ସୁନାମୋହରଠୁ କମ୍? ଠିକ୍ କହିଲେ। ଜୀବନରେ ବି ସେମିତି। ଆମେ ଲକ୍ଷ୍ୟ ପଛରେ ଦୌଡ଼ୁ, କିନ୍ତୁ ବେଳେବେଳେ ସେ ଯିବା ବାଟଟା ହିଁ ପ୍ରକୃତ ପୁରସ୍କାର ହୋଇଥାଏ। ହଁ, ଏଇଟା ବହୁତ ବଡ଼ ଆଶ୍ୱାସନା ଦେଉଛି। ମାନେ ସବୁ ଅନୁଭୂତିର ମୂଲ୍ୟ ଅଛି। ନିଶ୍ଚୟ। ହାରିବା ବୋଲି କିଛି ନାହିଁ, ଖାଲି ଶିଖିବା ଅଛି। ଯଦି ସାଣ୍ଟିଆଗୋ ସିଧା ଯାଇ ସେ ଚର୍ଚ୍ଚ ତଳେ ଖୋଳିଥାନ୍ତା, ହୁଏତ ଧନ ପାଇଥାନ୍ତା, କିନ୍ତୁ ସେ ଆଲକେମିଷ୍ଟ ହେଇପାରିନଥାନ୍ତା। ଏକଦମ ଠିକ୍। ଆଚ୍ଛା, ଏବେ କୋଏଲ୍ହୋଙ୍କ ଲେଖା ଶୈଳୀ ବିଷୟରେ ଟିକେ କୁହନ୍ତୁ। କେମିତି ସେ ଏତେ ବଡ଼ ବଡ଼ କଥାକୁ ଏତେ ସହଜରେ କହିପାରିଲେ? ଏଇଟା ହିଁ ତାଙ୍କ ଲେଖାର କମାଲ। ଭାଷା ଦେଖିବେ ବହୁତ ସରଳ, ସ୍ପଷ୍ଟ। ଲାଗିବ ଯେମିତି କବିତା ପରି। ବାକ୍ୟ ସବୁ ଛୋଟ ଛୋଟ, ପଢ଼ିବାକୁ ଏକଦମ ସହଜ। ହଁ,
ସେଇଟା ତ ଲାଗେ। କିନ୍ତୁ ସେଇ ସରଳତା ଭିତରେ ବହୁତ ଗଭୀର କଥା ଲୁଚି ରହିଛି। ସେ ବହୁତ ପ୍ରତୀକ, ରୂପକ, ଉଦାହରଣ ବ୍ୟବହାର କରିଛନ୍ତି। ମେଷପାଳକ ହେଉ, ମରୁଭୂମି, ଓଏସିସ୍, ପିରାମିଡ୍, ଗୁପ୍ତଧନ, ଏସବୁ ଖାଲି ଜିନିଷ ବା ଜାଗା ନୁହନ୍ତି। ଏଗୁଡ଼ା ସବୁ ସିମ୍ବଲ। ହଁ, ଗଭୀର ଆଧ୍ୟାତ୍ମିକ ସତ୍ୟର ସିମ୍ବଲ। ତାଙ୍କ କାହାଣୀ କହିବା ଢଙ୍ଗଟା ବି ଗୋଟେ ପୁରୁଣା କାଳିଆ କାହାଣୀ କିମ୍ବା କିମ୍ବଦନ୍ତୀ ପରି ଲାଗେ ନା? ନିଶ୍ଚିତ ଭାବରେ କୌଣସି ଗୋଟେ ନିର୍ଦ୍ଦିଷ୍ଟ ସମୟ ବା ଜାଗାରେ ବନ୍ଧା ହେଲା ପରି ଲାଗେନି। ଏକ ଚିରନ୍ତନ କାହାଣୀ ପରି। କଥାବାର୍ତ୍ତା ବି ସେମିତି ସରଳ କିନ୍ତୁ ବହୁତ ମାନେ ରଖେ। ଏଥିରେ ବେଶୀ ଜଟିଳ ସାଇକୋଲୋଜିକାଲ ଆନାଲିସିସ୍ ନାହିଁ, ବରଂ ଜୀବନର ମୂଳ ସତ୍ୟଗୁଡ଼ିକୁ ସିଧାସଳଖ କୁହାଯାଇଛି। ମୋତେ ଲାଗୁଛି ଏହି ସରଳତା, ସାଙ୍କେତିକତା ଆଉ ସମସ୍ତଙ୍କ ପାଇଁ ଏହାର ଆବେଦନ, ଏଇଥିପାଇଁ ବୋଧେ ଏ ବହି ଏତେ ଲୋକପ୍ରିୟ ହେଲା। ତାହେଲେ ଏ ବହିର ସବୁଠୁ ବଡ଼ ପ୍ଲସ୍ ପଏଣ୍ଟ କ'ଣ? କାହିଁକି ଏତେ ଲୋକଙ୍କୁ ଏହା ଏତେ ଭଲ ଲାଗିଲା? ମୋର ହିସାବରେ ସବୁଠୁ ବଡ଼ ଶକ୍ତି ହେଲା ଏହାର ପଜିଟିଭ୍ ଆଉ ମୋଟିଭେସନାଲ ଟୋନ୍। ଏଇଟା ପଢ଼ିଲେ ଲାଗେ ଯେ ହଁ, ମୁଁ ବି ମୋ ସ୍ୱପ୍ନରେ ବିଶ୍ୱାସ କରି ସେ ବାଟରେ ଯାଇପାରିବି, ସାହସ ମିଳେ। ସେ ପର୍ସନାଲ ଲେଜେଣ୍ଡ କଥାଟା। ହଁ, ସେଇ ପର୍ସନାଲ ଲେଜେଣ୍ଡର କନସେପ୍ଟଟା ପ୍ରତି ମଣିଷକୁ ଫିଲ୍ କରାଏ ଯେ ତା ଜୀବନର ବି ଗୋଟେ ସ୍ପେଶାଲ ମାନେ ଅଛି, ଆଉ ତା ସାଙ୍ଗକୁ ବହିଟା ଛୋଟ, ଭାଷା ସରଳ, ତ ସମସ୍ତେ ପଢ଼ିପାରିବେ। ଗୋଟିଏ ଦିନରେ ସରିଯିବ। ହଁ, କିନ୍ତୁ ତାର ପ୍ରଭାବ ବହୁତ ଦିନ ରହିବ। କିନ୍ତୁ ସବୁ ଭଲ ଜିନିଷର ଯେମିତି କିଛି ସମାଲୋଚନା ଥାଏ, ଏହା ବି ଥିବ ନିଶ୍ଚୟ। ହଁ, ଅଛି। କିଛି ଲୋକ କହନ୍ତି ଯେ ବହିଟା ଟିକେ ବେଶୀ ସରଳ କରିଦେଇଛି ସବୁକିଛି, ମାନେ ଓଭର ସିମ୍ପ୍ଲିଫାଇଡ୍, ଜୀବନର ଜଟିଳତାକୁ ଏତେଟା ଦେଖେଇନି। ଆଚ୍ଛା। ଆଉ କିଛି ମୁଖ୍ୟ କଥା, ଯେମିତି ସେ ବ୍ରହ୍ମାଣ୍ଡ ସାହାଯ୍ୟ କରିବ ବାଲା କଥା ବାରମ୍ବାର ରିପିଟ୍ ହେଲା ପରି ଲାଗିପାରେ କିଛି ଲୋକଙ୍କୁ। ଆଉ ଗୋଟେ କ୍ରିଟିସିଜମ୍ ହେଲା ଯୋଉ ଦାର୍ଶନିକ ଶିକ୍ଷା ଦିଆଯାଇଛି ସେଗୁଡ଼ା ବହୁତ ସ୍ପଷ୍ଟ, ମାନେ ସିଧାସଳଖ। ଏଥିରେ ପାଠକକୁ ନିଜେ ଭାବିବାକୁ ବା ଅଲଗା ଅର୍ଥ ବାହାର କରିବାକୁ ବେଶୀ ସୁଯୋଗ ମିଳୁନି। ମାନେ ଯୋଉମାନେ ବେଶୀ ଜଟିଳ କାହାଣୀ ପସନ୍ଦ କରନ୍ତି। ହଁ, ଯୋଉମାନେ ଟିକେ ସୂକ୍ଷ୍ମ କାହାଣୀ, ଗଭୀର ଚରିତ୍ର ଚିତ୍ରଣ ଚାହାନ୍ତି, ସେମାନଙ୍କୁ ଏଇଟା ହୁଏତ ଟିକେ ସରଳ ବା ବେଳେବେଳେ ଉପଦେଶ ଦେଲା ପରି ପ୍ରିଚି ଲାଗିପାରେ। ଏପରିକି ସାଣ୍ଟିଆଗୋର ଚରିତ୍ରକୁ ବି କିଛି ଲୋକ ଟିକେ ଏକାଆୟାମୀ, ୱାନ୍ ଡାଇମେନ୍ସନାଲ ବୋଲି କହନ୍ତି। କିନ୍ତୁ ଏସବୁ ସମାଲୋଚନା ଥାଉ ପଛେ ଏହାର ଯୋଉ ସଫଳତା, ତାକୁ ତ ମନା କରିହେବନି। ଏତେ ଭାଷାରେ ଅନୁବାଦ, ଏତେ ବିକ୍ରି, ତାର ପ୍ରଭାବ ବିଷୟରେ କ'ଣ କହିବା? ପ୍ରଭାବ ତ ପ୍ରକୃତରେ ବହୁତ ବଡ଼। ଏଇଟା ଖାଲି ଗୋଟେ ବେଷ୍ଟସେଲର ହୋଇ ରହିନି, ଏକ ସାଂସ୍କୃତିକ ଘଟଣା, କଲଚରାଲ ଫେନୋମେନନ୍ ହେଇଯାଇଛି। କୋଟି କୋଟି ଲୋକଙ୍କୁ ଏହା ପ୍ରେରଣା ଦେଇଛି, ନିଜ ଜୀବନର ମାନେ ଖୋଜିବାକୁ, ନିଜ ଭିତରର ଶକ୍ତି ଚିହ୍ନିବାକୁ, ପରିବର୍ତ୍ତନକୁ ନ ଡରି ସାମ୍ନା କରିବାକୁ। ଗୋଟେ ଲାଇଫ୍ ଗାଇଡ୍ ପରି। ହଁ, ବହୁତ ଲୋକଙ୍କ ପାଇଁ ଏହା ଏକ ଆଧ୍ୟାତ୍ମିକ ଗାଇଡ୍ ପାଲଟିଛି, ଯାହାକୁ ସେମାନେ ଜୀବନର ଅଲଗା ଅଲଗା ସମୟରେ ବାରମ୍ବାର ପଢ଼ନ୍ତି। ବହୁତ ସଫଳ ଲୋକ ବି କହନ୍ତି ଯେ ସେମାନେ ଏ ବହିରୁ ପ୍ରେରଣା ପାଇଛନ୍ତି। ତାହେଲେ ଆମେ ଏଇଯାଏଁ ଯାହା ଆଲୋଚନା କଲେ, ସେଥିରୁ ସ୍ପଷ୍ଟ ଯେ ଦି ଆଲକେମିଷ୍ଟ ଖାଲି ଗୋଟେ ମେଷପାଳକର ଗୁପ୍ତଧନ ଖୋଜିବା କାହାଣୀ ନୁହେଁ। ଏହା ବହୁତ କିଛି ଅଧିକ, ଗୋଟେ ସିମ୍ବୋଲିକ୍ ଯାତ୍ରା। ଏକଦମ ନିଜକୁ ଖୋଜିବାର ଯାତ୍ରା, ନିଜ ସ୍ୱପ୍ନ ପଛରେ ଯିବାର ଯାତ୍ରା, ଆଉ ଏଇ ପ୍ରୋସେସରେ ଜୀବନର ବଡ଼ ବଡ଼ ସତ୍ୟକୁ ଆବିଷ୍କାର କରିବାର ଯାତ୍ରା। ଏହା ଶିଖାଏ ହୃଦୟ କଥା ଶୁଣିବାକୁ। ହଁ, ଚାରିପାଖର ସଙ୍କେତ ବୁଝିବାକୁ, ପ୍ରେମର ଅସଲ ମାନେ ଜାଣିବାକୁ, ଆଉ ସବୁଠୁ ବଡ଼ କଥା ବିଶ୍ୱାସ ଆଉ ସାହସର ସହ ନିଜ ବାଟରେ ଆଗେଇବାକୁ। ଶୈଳୀ ସରଳ ହେଲେ ବି। ହଁ, ଶୈଳୀ ସରଳ, କିନ୍ତୁ କଥାଟା ସମସ୍ତଙ୍କ ପାଇଁ ଆଉ ସବୁ ସମୟ ପାଇଁ। ସେଥିପାଇଁ ଏତେ ବର୍ଷ ପରେ ବି ଏହା ଏତେ ରେଲିଭେଣ୍ଟ। ଆମେ ଯୋଉ ସମୀକ୍ଷା ଦେଖିଲେ, ସେଥିରେ ତ ଏହାକୁ 5ରୁ 4.5 ରେଟିଂ ଦିଆଯାଇଛି। ନିଶ୍ଚିତ ଭାବେ ଏହାର ମହତ୍ତ୍ୱ ଅଛି। ଯେଉଁମାନେ ଟିକେ ମୋଟିଭେସନ, ଗାଇଡେନ୍ସ କିମ୍ବା କିଛି ଆଧ୍ୟାତ୍ମିକ ଚିନ୍ତା ପାଇଁ ଖୋଜୁଛନ୍ତି, ତାଙ୍କ ପାଇଁ ଏହା ନିଶ୍ଚୟ ପଢ଼ିବା ଭଳି ବହି। ନିଃସନ୍ଦେହରେ ଏହାର ସରଳତା ହିଁ ବୋଧେ ଏହାକୁ ଏତେ ପାୱାରଫୁଲ୍ କରିଛି, କାରଣ ଏହା ସିଧା ଯାଇ ହୃଦୟକୁ ଛୁଏଁ। ଏତେ ସବୁ ଆଲୋଚନା ପରେ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। ଯଦି ଆମେ ମାନିନେବା ଯେ ଏଇ ପର୍ସନାଲ ଲେଜେଣ୍ଡ ଆଉ ବ୍ରହ୍ମାଣ୍ଡର ସଙ୍କେତ, ଏସବୁ ଖାଲି କାହାଣୀ କଥା ନୁହେଁ, ଏଥିରେ କିଛି ସତ ଅଛି, ତେବେ ଆମେ ଆମ ନିଜ ଜୀବନରେ ସେ ସଙ୍କେତଗୁଡ଼ିକୁ ଚିହ୍ନିବା କେମିତି? ଆମର ଯୋଉ ଏତେ ବ୍ୟସ୍ତତା ଭିତରେ କୋଉଟା ପ୍ରକୃତ ସଙ୍କେତ ଆଉ କୋଉଟା ଖାଲି ସଂଯୋଗ ବା ଆମ ମନର ଭାବନା, ଏହା ଜାଣିବା କେମିତି? ଏଇଟା ବହୁତ ଭଲ ପ୍ରଶ୍ନ। ଆଉ
ନିଜ ପର୍ସନାଲ ଲେଜେଣ୍ଡ ବାଟରେ ଗଲାବେଳେ ସାଣ୍ଟିଆଗୋ ପରି ଆହୁରି କେତେ ଅଦୃଶ୍ୟ ପରୀକ୍ଷା ଆସିବ, କେତେ ଅଚାନକ ବାଧା ଆସିବ, ସେସବୁ ପାଇଁ ଆମକୁ କେମିତି ପ୍ରସ୍ତୁତ ରହିବାକୁ ହେବ। ଏଇଟା ଗୋଟେ ଭାବିବାର କଥା, ଯାହା ଉପରେ ବୋଧେ ଆମେ ସମସ୍ତେ ଟିକେ ନିରଳାରେ ଚିନ୍ତା କରି